ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ସୋସିଆଲ ଷ୍ଟଡିଜ୍ ବା ଆମର ହିଷ୍ଟ୍ରି, ଜୋଗ୍ରାଫି, ପଲିଟି ତ ଟୋଟାଲ୍ ଆମେ କିଛି ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ଆଜି ଡିସ୍କସନ୍ କରିବା। ଆପଣ ଯଦି OTT 2026 ହଉ କିମ୍ବା ଜୁନିୟର ଟିଚର ବା ଆସିଷ୍ଟାଣ୍ଟ ଟିଚର 2026 ପାଇଁ ପ୍ରିପାରେସନ୍ କରୁଛନ୍ତି, ଏହି ଭିଡ଼ିଓଟି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ এই প্রিভিୟସ୍ ଇୟର୍ କ୍ୱେଶ୍ଚିନ୍ ଗୁଡ଼ାକ ବାରମ୍ବାର ରିପିଟ୍ ହେଉଛି, ତେଣୁ ଭିଡ଼ିଓଟି ଫୁଲ୍ ଦେଖନ୍ତୁ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା, ଇନଫର୍ମେଟିଭ୍ ଲାଗିଲା, ଭିଡ଼ିଓଟିକୁ ଲାଇକ୍ କରିଦେବେ। ଆଉ ଚ୍ୟାନେଲରେ ପ୍ରଥମ ଥର ପାଇଁ ଯଦି ଭିଡ଼ିଓ ଦେଖୁଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ନୋଟିଫିକେସନକୁ ଅଲ୍ରେ ସେଟ୍ କରିଦେଇଥିବେ। ଆଉ ଗୋଟେ ଭଲ କମେଣ୍ଟ ମୋତେ କମେଣ୍ଟ ସେକ୍ସନରେ ଜଣେଇଦେବେ। ତେଣୁ ଯିବା କ୍ୱେଶ୍ଚିନ୍ ଗୁଡ଼ିକ ଅଛି କ'ଣ ଦେଖିବା। ଫାର୍ଷ୍ଟ କ୍ୱେଶ୍ଚିନ୍ଟି ଅଛି, କେଉଁଟି ଏକ ଦ୍ୱିତୀୟ ପର୍ଯ୍ୟାୟର ଭୂମିରୂପ ହେଲା? Which one is the second order landform? ସେକେଣ୍ଡ ଫର୍ମ ବା ଦ୍ୱିତୀୟ ପର୍ଯ୍ୟାୟର ଭୂମିରୂପ ଗୁଡ଼ିକ କ'ଣ? ଅପସନ୍ ଗୁଡ଼ିକ କ'ଣ ଅଛି? ଚିଲିକା ହ୍ରଦ, ଧଉଳି ପାହାଡ଼, ହିମାଳୟ ଆଉ ଯେ ଲାକ୍ଷାଦ୍ୱୀପ। ଏଥିରେ ବହୁତ ପ୍ରକାର ଯେମିତି ଲେକ୍ ଅଛି, ଧଉଳି ପାହାଡ଼ ଅଛି, ହିମାଳୟ ଅଛି ହେଲା, ଆଉ ଲାକ୍ଷାଦ୍ୱୀପ ଆଇଲ୍ୟାଣ୍ଡ ଅଛି। ତେଣୁ ଆମ ଦ୍ୱିତୀୟ ପ୍ରକାର ଭୂମିରୂପ କାହାକୁ କହିବା? ସଠିକ ଉତ୍ତର ହେବ କ'ଣ? ଅପସନ୍ ନମ୍ବର ସି, ଯେଉଁଟାକି ହିମାଳୟ ବା ଆମର କ'ଣ କହିବା? ଫଲ୍ଟ ମାଉଣ୍ଟେନ୍। ଫଲ୍ଟ ମାଉଣ୍ଟେନ୍ ବା ହିମାଳୟକୁ ଆମେ କ'ଣ କହିବା? ନା ଦ୍ୱିତୀୟ ପର୍ଯ୍ୟାୟର ଭୂମିରୂପ ବୋଲି ଆମେ କହିପାରିବା। ଯେମିତିକି ଭାରତର ବହୁତ ପ୍ରକାର ଭୂମିରୂପ ଅଛି, ସେଇନ ଦ୍ୱିତୀୟ ପର୍ଯ୍ୟାୟ ହେଉଛି କ'ଣ? ଆମର ମାଉଣ୍ଟେନ୍ ଗୁଡ଼ାକ ବା ଫଲ୍ଟ ମାଉଣ୍ଟେନ୍ ଯେଟା ଆମେ କହିପାରିବା। ପରବର୍ତ୍ତୀ ପ୍ରଶ୍ନ ହେଉଛି, ଆଗ୍ନେୟ ଉଦ୍ଗୀରଣ ଦ୍ୱାରା କେଉଁ ପ୍ରକାର ପର୍ବତ ସୃଷ୍ଟି ହୋଇଥାଏ? Which type of mountain is formed due to volcanic eruption? ଅପସନ୍ କ'ଣ ରହିଛି? ସ୍ତୂପ ପର୍ବତ, ଭଙ୍ଗିଳ ପର୍ବତ, ଅପସନ୍ ନମ୍ବର ସି ଅଛି ସଞ୍ଜୟଜାତ ପର୍ବତ ନା କ୍ଷୟଜାତ ପର୍ବତ। ବ୍ଲକ୍ ମାଉଣ୍ଟେନ୍ ତିଆରି ହୁଏ ନା ଫଲ୍ଟ ମାଉଣ୍ଟେନ୍ ତିଆରି ହୁଏ ନା ମାଉଣ୍ଟେନ୍ ଅଫ୍ ଆକୁମୁଲେସନ୍ ତିଆରି ହୁଏ ନା ରେସିଡୁଆଲ ମାଉଣ୍ଟେନ୍ ତିଆରି ହୁଏ? ତେଣୁ ଏହାର ସଠିକ ଉତ୍ତରଟି କ'ଣ ହେବ? ନା ଅପସନ୍ ନମ୍ବର ସି, ସଞ୍ଜାତ ପର୍ବତ ବା ମାଉଣ୍ଟେନ୍ ଅଫ୍ ଆକୁମୁଲେସନ୍ ତିଆରି ହେଇଥାଏ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଏଇଟା ଦେଖିଦେଇକି ଯାଇଥିବେ। ମାନେ ଆଗ୍ନେୟ ଉଦ୍ଗୀରଣ ଦ୍ୱାରା କୋଉ ପ୍ରକାର ପର୍ବତ ସୃଷ୍ଟି ହୋଇଥାଏ ଏଠି ଦେଖିତେ ଯାଇଥିବେ। ପରବର୍ତ୍ତୀ ପ୍ରଶ୍ନଟି ରହିଛି, ତ କେଉଁ ମାଳଭୂମି ଗଠନ ଦୃଷ୍ଟି କୋଣରୁ ଅନ୍ୟ ତିନୋଟି ଠାରୁ ଭିନ୍ନ? Which one of the following plateaus is different from the other three in the basis of mode of formation? ମାନେ ଗଠନ ଦୃଷ୍ଟି କୋଉଟା ଅଲଗା ହବ? ବଲଭିଆ, କଲମ୍ବିଆ, ଡେକାନ ନା ତିବ୍ଦତ ହେଲା। ତେଣୁ ୟା ଭିତରୁ କୋଉଟା ଅଲଗା ହବ ମାଳଭୂମି ଦୃଷ୍ଟି ଯୋଉ ଗଠନ ଦୃଷ୍ଟିରୁ? ସଠିକ ଉତ୍ତରଟି ହବ ଅପସନ୍ ନମ୍ବର ଡି, ଯେଟା କ'ଣ ତଦିତ ହେଲା। ଯୋଉ ତିବ୍ବତ ବା ତଦିତ ଯେଟାକୁ କୁହାଯାଏ, ସେଟା ଗଠନ ଦୃଷ୍ଟିରୁ ଅନ୍ୟ ତିନୋଟି ଠାରୁ ଅଲଗା। ଯେମିତି କାର ବଲଭିଆ, କଲମ୍ବିଆ ଆଉ ଡେକାନ ଠାରୁ ଅଲଗା ହବ କ'ଣ? ତିବ୍ବତ ମାଉଣ୍ଟେନ୍ ଟା। ପରବର୍ତ୍ତୀ ପ୍ରଶ୍ନ ହେଲା କ'ଣ, କେଉଁ ପ୍ରକାରର ସମତଳ ହିମବାହର କାର୍ଯ୍ୟ ହେତୁ ସୃଷ୍ଟି ହୋଇଥାଏ? Which type of plains is formed due to the work of glacier? ଗ୍ଲେସିୟର ଯୋଗୁଁ କୋଉ ପ୍ରକାର ଭୂମିରୂପ ମାନେ ସମତଳ ଭୂମି ସୃଷ୍ଟି ହୋଇଥାଏ? ଅପସନ୍ କ'ଣ ଅଛି? ତ୍ରିକୋଣ ଭୂମି, ଅନୁବାହ ସମତଳ ନା ପ୍ଲବନ ଭୂମି ନା ଆମର ଲୟ ସମତଳ ହେଲା। ଡେଲ୍ଟା ସୃଷ୍ଟି ହୁଏ ନା ଡ୍ରିଫ୍ଟ ପ୍ଲେନ୍ସ ତିଆରି ହୁଏ ନା ଫ୍ଲୋଡ୍ ପ୍ଲେନ୍ ତିଆରି ହୁଏ ନା ଲେସ୍ ପ୍ଲେନ୍ ତିଆରି ହେଇଥାଏ ହେଲା, ଯୋଉଟା କି ଆମର କ'ଣ କହିଥାଉ? ଗ୍ଲେସିୟର ଦ୍ୱାରା ତିଆରି ହେଇଥାଏ। ସଠିକ ଉତ୍ତରଟି କ'ଣ ହବ? ଅପସନ୍ ନମ୍ବର ବି, ଯେଉଟା କି ଅନୁବାହ ସମତଳ ବା ଡ୍ରିଫ୍ଟ ପ୍ଲେନ୍ ତିଆରି ହେଇଥାଏ। କାହା ଦ୍ୱାରା? ହିମବାହ ବା ଗ୍ଲେସିୟର ଦ୍ୱାରା ଆମର କ'ଣ ହେଇଥାଏ? ଡ୍ରିଫ୍ଟ ପ୍ଲେନ୍ ତିଆରି ହେଇଥାଏ। ପରବର୍ତ୍ତୀ ପ୍ରଶ୍ନ ହେଲା, ନିମ୍ନୋକ୍ତ କେଉଁଟି ଦକ୍ଷିଣ ନାତିଶୀତୋଷ୍ଣ ମଣ୍ଡଳର ବିସ୍ତୃତ ଅଟେ? Which one of the following is extension of south temperate zone? ହେଲା, ସାଉଥ ଟେମ୍ପରେଟ୍ ଜୋନରେ କୋଉଟା ଆମର ଅଛି? ତେଣୁ ଅପସନ୍ କ'ଣ ଦେଇଛି? ମକର କ୍ରାନ୍ତି ଠାରୁ କୁମେରୁ ବୃତ୍ତ ପର୍ଯ୍ୟନ୍ତ ନା ହେଉଛି ବିଷୁବବୃତ୍ତ ଠାରୁ ସୁମେରୁ ବୃତ୍ତ ପର୍ଯ୍ୟନ୍ତ? ଅପସନ୍ ନମ୍ବର ସି ଅଛି ବିଷୁବବୃତ୍ତରୁ କର୍କଟ କ୍ରାନ୍ତି ପର୍ଯ୍ୟନ୍ତ ନା କର୍କଟ କ୍ରାନ୍ତିରୁ ସୁମେରୁ ବୃତ୍ତ ପର୍ଯ୍ୟନ୍ତ? ତେଣୁ ଆର୍ଥର ଯୋଉ ଆମର ଭଙ୍ଗା ହେଇଛି ଯେମିତି ଇକ୍ୱେଟର, ତାପରେ ଉପରେ ହେଲା ଟ୍ରପିକ୍ ଅଫ୍ କ୍ୟାନ୍ସର, ତଳେ ଟ୍ରପିକ୍ ଅଫ୍ କ୍ୟାପ୍ରିକମ୍, ଉପରେ ହେଲା ଯୋଉ ନର୍ଥ ପୋଲ୍, ସାଉଥ ପୋଲ୍। ତେଣୁ ସେ ଅନୁସାରେ କ'ଣ କହିଛି ଯେ ଆମର କୋଉଟା ସାଉଥ ଯୋଉ ଟେମ୍ପରେଟ୍ ଜୋନଟା ସେଟା କାହା କାହା ଭିତରେ ଅଛି? ତେଣୁ ଏହାର ସଠିକ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ଏ, ଯେଟା କ'ଣ ଅଛି ମକର କ୍ରାନ୍ତିରୁ କୁମେରୁ ବୃତ୍ତ ପର୍ଯ୍ୟନ୍ତ ଯୋଉ ଜାଗାଟା ଅଛି ତଳଟା ଯୋଉ ରହିଲା, ଏଇଟା ଇକ୍ୱେଟର, ଏଟା ଟ୍ରପିକ୍ ଅଫ୍ କ୍ୟାପ୍ରିକମ୍, ଆଉ ଯୋଉ ଆମର ରହିଲା କୁମେରୁ ବୃତ୍ତ ହେଲା, ଏହାରି ଭିତରେ ଯୋଉ ଜାଗାଟା ଆମେ କ'ଣ କହିବା? ନା ଏଇ ଯୋଉ ଆମର କ'ଣ ସାଉଥ ଟେମ୍ପରେଟ୍ ଜୋନ୍ ବୋଲି କହିପାରିବା। ପରବର୍ତ୍ତୀ ପ୍ରଶ୍ନ ହେଲା, ନିମ୍ନୋକ୍ତ କେଉଁ ଚାପ ବଳୟରେ ବର୍ଷ ସାରା ଊର୍ଦ୍ଧ୍ୱଗାମୀ ଅର୍ଦ୍ଧ ଆର୍ଦ୍ର ବାୟୁ ଶୀତଳ ହେବା ଫଳରେ ପ୍ରଚୁର ବୃଷ୍ଟିପାତ ହୋଇଥାଏ? Which pressure belt does receives plenty of rainfall throughout the year due to the ascending moist air and subsequent cooling? ହେଲା, ଥଣ୍ଡା ବାୟୁକୁ ବୃଷ୍ଟିପାତ ହୋଇଥାଏ। ଅପସନ୍ କ'ଣ ରହିଛି? ଉପକ୍ରାନ୍ତୀୟ ଶାନ୍ତ ବଳୟ, ଉପମେରୁ ଦେଶୀୟ ଲଘୁଚାପ ବଳୟ, ଅପସନ୍ ନମ୍ବର ସି ଅଛି ନିରକ୍ଷୀୟ ଶାନ୍ତ ବଳୟ ନା ମେରୁ ଦେଶୀୟ ଗୁରୁଚାପ ବଳୟ? ହେଲା, ଆମର କୋଉ ଜାଗାରେ ମାନେ କୋଉ ବଳୟ ଦ୍ୱାରା କି ଆମର କ'ଣ ହେଇଥାଏ? ଚାପ ବଳୟ ଫଳରେ କି ବର୍ଷ ସାରା ଊର୍ଦ୍ଧ୍ୱଗାମୀ ଅର୍ଦ୍ଧବାୟୁ ଦ୍ୱାରା ଶୀତଳ ବୃଷ୍ଟିପାତ ହେଇଥାଏ। ତେଣୁ ଏହାର ସଠିକ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ସି, ଯେଟା କି ନିରକ୍ଷୀୟ ଶାନ୍ତ ବଳୟ, ଯେଟା କି କ'ଣ ଇକ୍ୱେଟୋରିଆଲ କାମ୍ ବେଲ୍ଟ ଯୋଉଟା ରହିଛି ବା ନିରକ୍ଷର ଶାନ୍ତ ବଳୟ ପାଖରେ ଆମ ସେଇ ବଳୟ ଯୋଗୁଁ ବର୍ଷ ସାରା ଊର୍ଦ୍ଧ୍ୱଗାମୀ ଆର୍ଦ୍ର ବାୟୁ ଯୋଗୁଁ ଶୀତଳ ହେଇ ପ୍ରଚୁର ପରିମାଣରେ ବର୍ଷା ହେଇଥାଏ। ପରବର୍ତ୍ତୀ ପ୍ରଶ୍ନ ହେଲା, କେଉଁଟି ଅନ୍ତର୍ଦେଶୀୟ ସାଗର ହେଲା, କୋଉଟା କି ଇନଲାଣ୍ଡ ସି ଆମେ କହିଥାଉ? ଅପସନ୍ କ'ଣ ଦେଇଛି? କାରା ସାଗର, କାସ୍ପିଆନ ସାଗର, ଆରବ ସାଗର ନା ପୀତ ସାଗର? ହେଲା, ଇନଲାଣ୍ଡ ସି ବୋଲି ଆମେ କାହାକୁ କହିବା? ସଠିକ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ବି, ଯେଟା କ'ଣ ଅଛି କାସ୍ପିଆନ ସାଗର। କାସ୍ପିଆନ ସାଗର ଆମେ କ'ଣ କହିବା? ନା ଆମର ଇନଲାଣ୍ଡ ସି ବୋଲି କହିବା। ପରବର୍ତ୍ତୀ ପ୍ରଶ୍ନ ଅଛି, ନିମ୍ନୋକ୍ତ ଅଞ୍ଚଳ ଗୁଡ଼ିକ ମଧ୍ୟରୁ କେଉଁଟି ଏକ ପରିସ୍ଥିତିକ ତପ୍ତସ୍ଥଳୀ ରୂପେ ପରିଚିତ? Which one of the following region is regarded as an
इकोलॉजिकल हॉटस्पॉट इन ऑफ इंडिया है हॉट इकोलॉजिकल हॉटस्पॉट इंडिया रे हमें कहा कहबा ऑप्शन रे कोन रही पश्चिम हिमालय कहबा थर मरुभूमि कहबा ना पश्चिम घाट को कहबा ना पूर्व घाट को कहबा है कोन कहला पारिस्थितिक ताप्ति तप्त स्थली बा हमर हॉटस्पॉट इंडिया बोली कहा कहबा को रीजन टाको सठी उत्तर हबो ऑप्शन नंबर सी जे कोन पश्चिम घाट हमर ईस्टर्न घाट को हमें कोन कहबा एटा जो रहला एपटे ईस्टर्न घाट को हमें कोन कहबा ना होची हॉटस्पॉट ऑफ इंडिया है अधिक गरम से अनुभूत होइते अलगा जो कोस्टल एरिया अनुसार तेनु सेते हम कोन कहबे सेटा पश्चिम घाट को हॉटस्पॉट इन इंडिया परवर्ती प्रश्न रहला निम्नलिखित केउ शिलारे जैवाश्म मिलिबार संभावना नाही है को प्रकार हमर शिलारे कौन से प्रकार कौन फसिल फल है जेटा कि हमर फसिल मिल न थे ऑप्शन कोन रही राशिकृत शिला ग्रानाइट कर्दम पत्थर ना बालुका प्रस्तर है यार सठी उत्तर कोन हो को प्रकार रॉक रे हमें कौन से प्रकार जीवाश्म मिले नाही सठी उत्तर होची कोन ऑप्शन नंबर बी जेटा कोन ग्रानाइट ग्रानाइट कौन से प्रकार हमें कोन मिले न थे ना फसिल मिली न थाए परवर्ती प्रश्न होची निम्नलिखित केउ मौलिक उपादानटी पृथ्वीर समुदाय वस्तुतर सर्वाधिक भाग अटे है ऑप्शन कोन रही लौह मैग्नेशियम अम्लजान ना सिलिका है हमर जो पृथ्वीर गठन रही मध्यरु सबुठारु अधिक परिमाण रे कोन रही व्हिच आर द फॉलोइंग बेसिक एलिमेंट डज कॉन्स्टिट्यूशन ऑफ लार्जेस्ट शेयर ऑफ द अर्थ मास है कॉन्स्टिट्यूशन अनुसार हमर कोटा अधिक रही यार सठी उत्तरटी कोन हबो ऑप्शन नंबर ए जेटा कि लौह माने गठन दृष्टि कहिछि माने जदि कहिदा पृथ्वी रे कोन मिले अधिक ताने हम सिलिका मारते किंतु गठन दृष्टि जदि हम कहबा ताले लौह सबटु अधिक रही एटा ऑफिशियल आंसर की अछि जदि किछि मिस्टेक थाए तनो हम कहि देली किंतु हमर जदि कहबो कोनटा सबटु अधिक मिले ना हमर सिलिका हैला सिलिका अधिक थाए किंतु जेहेतु कहिछि उपादान दृष्टि हैला माने कोन बेसिक एलिमेंट କଥା कहिछि कॉन्स्टिट्यूशन अनुसार मिसी की तयारी हेछि ताने लौह एटा देछि आंसर टा एटा ऑफिशियल आंसर की दिला किछि किछि जगह रे सिलिका भी थाई पारे बही जेहेतु देछि हैला तेणु तापर क्वेश्चन अछि निम्नलिखित केउ मानटी एक बृहत मान विशिष्ट मानचित्र प्रतीक अटे हमर जो कोन कहबा लार्ज स्केल ऑफ मैप रे कोउटा अटे तार कैरेक्टरिस्टिक्स बा हमरे को मानटा व्यवहार करा छै 1:25,000 1:2 लाख 50,000 और 1 सेंटीमीटर समान 40 किलोमीटर ना 1 सेंटीमीटर समान 50 किलोमीटर हला तेणु हमर यार सठी उत्तर कोन हो जतले हमें लार्ज स्केल मैप कथा कहबा सेठी हमें कोन प्रकार हमें पाइथौ सठी उत्तर हेबो कोन 1 इक्वल टू 25,000 माने 1 सेंटीमीटर समान केते हिजबो 25,000 किलोमीटर सहित समान माने 1 सेंटीमीटर मैप रे हबो जति कि ताने हमर वास्तव रे सेति हबो केते 25,000 किलोमीटर लार्ज स्केल हला तोरा देखि दैथबे डिवीजन स्मॉल स्केल अछि मीडियम और लार्ज स्केल अनुसार 25 किलोमीटर आउ सॉरी लार्ज स्केल पे स्मॉल स्केल पे सेमतिया मते 100 किलोमीटर 1 सेंटीमीटर टू 100 किलोमीटर आपण इ कमेंट सेल मते जणी देबे जे स्मॉल मीडियम और लार्ज जो मैप पई का तार जो रेशियो टा केते कोन रहिछि कमेंट सेल मते जणैबे पर देखिनेबे वीडियो रे तेणु रहिला कोन परवर्ती प्रश्न विभिन्न राज्यर जनसंख्या मध्य परिमाणात्मक तुलना दर्शाइबा पई केउ रेखाचित्रटी सबठारु उपयुक्त हला उपयोगी तेणु आमे जो विभिन्न प्रकार जनसंख्या मध्य जो परिमाणात्मक बा हमर क्वांटिटेटिव बाय कंपैरिजन करिया पई को प्रकार हमर रेखाचित्र व्यवहार करथौ ऑप्शन कोन देछि स्तंभ रेखाचित्र वृत्तीय रेखाचित्र रैखिक रेखाचित्र ना चित्रित रेखाचित्र बार ग्राफ सर्कुलर ग्राफ लाइन ग्राफ ना पिक्टोरियल ग्राफ परिमाणात्मक जनसंख्या अनुसार केते परिमाण कोन रहिछि सेटा जानिया पे हमें को प्रकार ग्राफ व्यवहार करते सठी उत्तर अछि ऑप्शन नंबर ए कि स्तंभ रेखाचित्र हला स्तंभ माने एम्ति ग्राफ ता थिबो एम्ति स्तंभ गुडा को थिबो तेनु एतरा जब एठी एति अछि तेनु एटा हाईएस्ट एटी अछि से अनुसार परिमाणात्मक रे कोन बार ग्राफ बा स्तंभ ग्राफ ता हमें व्यवहार रेखाचित्र व्यवहार करिथौ परवर्ती प्रश्न रहिला मानचित्र अध्ययन मध्य रे केउटी अंतर्भुक्त नुहे हला जोने कि हमें मानचित्र अध्ययन बा मैप स्टडी जो करिथौ ता भितर कोनटा जीवनी ऑप्शन कोन रहिछि मानचित्र अनुसरणी मानचित्र संरक्षण मानचित्र संकेत ना मानचित्र पठन तेणु मानचित्र आम स्टडी करूँ ता भितर कौन गुणटा आम जीवन सठिक उत्तर हम कौन ऑप्शन नंबर बी जे मानचित्र संरक्षण मानचित्र अनुसरण जीव संकेत भी जीव पठन भी जीव किंतु आम मानचित्र संरक्षण कौन करबा स्टडी कला बेले कोनोसी प्रकार संरक्षण आसे नाही परवर्ती प्रश्न रहिला पाणीपाग पर्यवेक्षण यंत्र व्यवहार करी पाग संबंधी संग्रहित सूचना केउ प्रकार तथ्य जदि हम कोन करबा व्हिच टाइप ऑफ डाटा इज द इंफॉर्मेशन कलेक्टेड बाय यूजिंग वेदर इंस्ट्रूमेंट हला वेदर इंस्ट्रूमेंट व्यवहार करी को प्रकार हम तथ्य पाइथौ प्राथमिक द्वितीयक तृतीयक साधारण हला आमे जो पाणीपाग पर्यवेक्षण यंत्र व्यवहार करी कोन प्रकार तथ्य पाइथौ सठी उत्तर हेबो ऑप्शन नंबर ए जे कि प्राथमिक तथ्य हला जोटा कि प्राइमरी सोर्स हमें इंस्ट्रूमेंट ए जो हमरो वेदर इंस्ट्रूमेंट को व्यवहार करी पाइथौ परवर्ती क्वेश्चन पेडागोजी रे गला नेक्स्ट क्वेश्चन अछि कोन केउ नदी ऊपर डोडुमा जलप्रपात अवस्थित एटा आसी हमर ओडिसा जीके जो हला हम कोन करे डोडुमा वाटरफॉल टा जो अछि
କୋଉ ନଦୀ ଉପରେ ସେଟା ରହିଛି? ଅପସନ କଣ ଥିଲା? କଲ୍ବ, ମାଛକୁଣ୍ଡ, ନାଗାବଳୀ, ବଂଶଧାରା। ତେଣୁ ସଠିକ ଉତ୍ତର କଣ ହବ? ଡଡୁମା ଯୋଉ ଜଳପ୍ରପାତଟା କୋଉ ନଦୀ ଉପରେ ଅଛି? ସଠିକ ଉତ୍ତର ହବ ଅପସନ ନମ୍ବର ବି, ସେଟା କଣ? ମାଛକୁଣ୍ଡ। ମାଛକୁଣ୍ଡ ନଦୀ ଉପରେ ଆମର କଣ ରହିଛି? ଡୁଡୁମା ଯୋଉ ଆମର କଣ ୱାଟରଫଲ ଟା ରହିଛି। ତେଣୁ ପରବର୍ତ୍ତୀ ପ୍ରଶ୍ନ ରହିଲା, ଶବ୍ଦ ଯୁଗ୍ମ ମଧ୍ୟରେ ଥିବା ସମ୍ପର୍କ ଦୃଷ୍ଟିକୋଣରୁ ଭୁଲ ଯୋଉଠି ବାଚକ, ଏଟା ଭୁଲ ଅଛି ଆମେ ଦେଖିବା। ଅପସନ ଗୋଟେ କଣ ଦେଇଛି? ବଣେଇ ମାଙ୍କଡ ନାଚା, କେନ୍ଦୁଝର ନିମଗିରି, ଆଉ ପାଲାଲ ହଡା ହଉଛି ମଳୟଗିରି, ଶିମିଳିପାଳ ହଉଛି ମେଘାସନ। ଏଟା ଆମର କଣ ଦେଇଛି ନା, ଆମ ଯୋଉ ନ୍ୟାସନାଲ ପାର୍କ ଆମର କଥା କହିଛି। ତେଣୁ ୟା ଭିତରୁ କୋଉଟା ଅଲଗା ହବ ବା ମିସମ୍ୟାଚ ଅଛି? ସଠିକ ଉତ୍ତରଟି ହବ ଅପସନ ନମ୍ବର ବି, ଯେଟା କି କେନ୍ଦୁଝର ନିୟମଗିରି ହେଲା। କେନ୍ଦୁଝରରେ ନିୟମଗିରି ନାହିଁ। ଆଉ ଏଗୁଡାକ ସବୁ ଠିକ ଅଛି। ବନମାଈର ମାନେ କଣ? ମାଙ୍କଡ ନାଚା, ଆଉ ପଲାଲ ହଡାରେ ମଳୟଗିରି, ଆଉ ଶିମିଳିପାଳରେ ମେଘାଶୁଣୀ, ଏଗୁଡା ସବୁ ରହିଛି। ତେଣୁ ମତେ କମେଣ୍ଟ ସେକ୍ସନରେ ଜଣେଇବେ କେନ୍ଦୁଝରରେ କୋଉଟା ଆମ ନ୍ୟାସନାଲ ପାର୍କଟା ରହିଛି। ତେଣୁ ତାପରେ ଯିବା ପରବର୍ତ୍ତୀ ପ୍ରଶ୍ନ, ଓଡିଶାର କେଉଁ ଅଞ୍ଚଳରେ ଅନ୍ୟ ତିନୋଟି ଅଞ୍ଚଳ ଅପେକ୍ଷା ଅଧିକ ଭାବେ କାଳବୈଶାଖୀ ଦ୍ୱାରା ପ୍ରଭାବିତ ହୋଇଥାଏ? ହେଲା, ତେଣୁ କାଳବୈଶାଖୀ କଥା କହିଥିଲା, କୋଉ ଜାଗାଟା ଆମର ଓଡିଶାର କାଳବୈଶାଖୀ ଦ୍ୱାରା ଅଧିକ ପ୍ରଭାବିତ ହେଇଥାଏ? ଅପସନ କଣ ରହିଲା? ବାଲେଶ୍ୱର ସମତଳ, ମାଲକାନଗିରି ଉଚ୍ଚଭୂମି, ଋଷିକୁଲ୍ୟା ଅବବାହିକା, ନା ହଉଛି ଉପର ମହାନଦୀ ଅଞ୍ଚଳ। ହେଲା, ତେଣୁ କାଳବୈଶାଖୀ ଦ୍ୱାରା ଅଧିକ କୋଉଟା ପ୍ରଭାବିତ ହୋଇଥାଏ? ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ଏ, ଯେଟା କଣ? ବାଲେଶ୍ୱର ସମତଳ। ଯେହେତୁ ଏଟା କଣ କୋଷ୍ଟାଲ ପ୍ଲେନ ଅଛି, ବାଲେଶ୍ୱରଟା ଏଇ ସାଇଡରେ ରହିଛି, କୋଷ୍ଟାଲ ପ୍ଲେନ ଯୋଗୁ ସେ ଅଧିକ କଣ କାଳବୈଶାଖୀ ଦ୍ୱାରା ପ୍ରଭାବିତ ହେଇଥାଏ। ହେଲା, ମନେ ରଖିଥିବେ ବାଲେଶ୍ୱର ସମତଳ ଭୂମିଟା ସବୁଠୁ କାଳବୈଶାଖୀ ଯୋଗୁ ଆମର ଅଧିକ ପ୍ରଭାବିତ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ ହେଲା, ଓଡିଶାର କେଉଁ ଜିଲ୍ଲାରେ ବହୁଳ ଭାବେ ଲଙ୍କା ଚାଷ ହେଇଥାଏ? ହେଲା, ଓଡିଶାର କୋଉ ଜାଗାରେ କି, ବଢିଆ କ୍ୱେଶ୍ଚନ ଟା, ଆମର ଲଙ୍କା ଚାଷ ଅଧିକ ହେଇଥାଏ? ବାଲେଶ୍ୱର, କଟକ, ଗଞ୍ଜାମ, କେନ୍ଦୁଝର। ହେଲା, ଓଡିଶାରେ କୋଉ ଆମର ଡିଷ୍ଟ୍ରିକ୍ଟ ଅଧିକା ହେଇଥାଏ? ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ସି, ଯେଟା କଣ? ଗଞ୍ଜାମ। ଗଞ୍ଜାମରେ ଅଧିକା ଲଙ୍କା ଚାଷ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ ହେଲା, ଶକ୍ତି ସମ୍ବଳରୁ ପ୍ରଚୁର୍ଯ୍ୟ ହେତୁ ଓଡିଶାର କେଉଁ ଅଞ୍ଚଳ ବିଶେଷ ଭାବେ ଶିଳ୍ପ ସମୃଦ୍ଧ ହୋଇପାରିଛି? ହେଲା, ଯେହେତୁ ଆମର କଣ ଶକ୍ତି ସମ୍ବଳ ରହିଛି, ଯେଟା ଆମେ କଣ କହିଥାଉ ନା ଏନର୍ଜି ରିସୋର୍ସେସ ଅଧିକା ଯୋଗୁ କୋଉଠି ଆମର ଅଧିକ ଭାବରେ ଶିଳ୍ପ ସମୃଦ୍ଧ ହେଇପାରିଛି? ଅପସନ କଣ ଦେଇଛି? ଅନୁଗୁଳର ତାଳଚେର ହେଇଛି, ନା ଦାମନଯୋଡ଼ିର ସୁନାବେଡ ପାଖରେ ହେଇଛି, ନା ଯୋଡା ଯୋଉ ବିଡବିଲ ପାଖରେ ହେଇଛି, ନା ରାୟଗଡାର ଥେରୁବେଲି ପାଖରେ ହେଇଛି? ତେଣୁ ସଠିକ ଉତ୍ତର କଣ ହବ? ଅନୁଗୁଳର ତାଳଚେର। ତାଳଚେରରେ ସବୁଠୁ ଅଧିକା କଣ ଏଇ ଯୋଉ ବିଦ୍ୟୁତ ଚାପଜ ଶକ୍ତି ଅଧିକା ପରିମାଣରେ କଣ ଶିଳ୍ପ ସମୃଦ୍ଧ ହେଇପାରିଛି, ଯେଟା କି ତାଳଚେରରେ, ଅନୁଗୁଳ ଡିଷ୍ଟ୍ରିକ୍ଟରେ। ପରବର୍ତ୍ତୀ ଏଟା ରହିଲା ଆମର କଣ ଇଏ କ୍ୱେଶ୍ଚନ, ପେଡାଗୋଜି କ୍ୱେଶ୍ଚନ। ପେଡାଗୋଜି କ୍ୱେଶ୍ଚନ ଦେଖିନାହାନ୍ତି, ମୁଁ ଗୋଟେ ପ୍ଲେଲିଷ୍ଟରେ ରଖିଦେଇଛି, ସେଠି ଆପଣ ସିଡିପି ଆଉ ସବୁ କ୍ୱେଶ୍ଚନ ଗୁଡାକ କଣ୍ଟେଣ୍ଟ ପେଡାଗୋଜିର କ୍ୱେଶ୍ଚନ ଗୁଡାକ ଦେଖିପାରିବେ। ହେଲା, ଏବେ ଆମେ ଖାଲି କଣ୍ଟେଣ୍ଟର ଯୋଉ ସବଜେକ୍ଟର ଗୁଡାକ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟିର କ୍ୱେଶ୍ଚନ ଡିସ୍କସନ କରିବା। ପରବର୍ତ୍ତୀ ପ୍ରଶ୍ନ ରହିଛି, ଭାରତର କେଉଁ ରାଜ୍ୟରେ ପତିତ ଏବଂ କୃଷି ଅନୁପଯୋଗୀ ଭୂମି ବିଶେଷ ଭାବରେ ଅନ୍ୟ ଧରଣର ଭୂ ବ୍ୟବହାର ପରିବର୍ତ୍ତିତ ହୋଇପାରିଛି? ଇନ୍ ହ୍ୱିଚ୍ ଷ୍ଟେଟ୍ ଅଫ୍ ଇଣ୍ଡିଆ ଇଜ there been large scale transformation of barren and unculturable ୱେଷ୍ଟ ଲ୍ୟାଣ୍ଡସ୍ ଇନଟୁ ଅଦର କାଇଣ୍ଡସ ଅଫ ଲ୍ୟାଣ୍ଡ ୟୁଜ। ହେଲା, ଅନୁପଯୋଗୀ ଯୋଉ କି ଚାଷ ପାଇଁ ଅନୁପଯୋଗୀ ଜାଗା ଗୁଡାକ ରହିଛି, ଯେମିତି କି ଅପସନ କଣ ଦେଇଛି? ଆନ୍ଧ୍ରପ୍ରଦେଶ ରହିଛି, ବିହାରରେ ରହିଛି, ତାମିଲନାଡୁ ରହିଛି, ପଶ୍ଚିମବଙ୍ଗରେ ରହିଛି। ତେଣୁ ଏହାର ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଟି, ଯାହାକି ପଶ୍ଚିମବଙ୍ଗ। ହେଲା, ଭାରତର ପଶ୍ଚିମବଙ୍ଗ ରାଜ୍ୟରେ ପତିତ ଏବଂ କୃଷି ଅନୁପଯୋଗୀ ଭୂମି ବିଶେଷ ଭାବରେ ଅନ୍ୟ ଧରଣର ଭୂ ବ୍ୟବହାର ପରିବର୍ତ୍ତିତ ହେଇଛି। ମାନେ ସେମାନେ କଣ କରୁଛନ୍ତି ନା, ଆମର ଯୋଉ ଯେଗୁଡାକ ଆମର କଲ୍ଟିଭେସନ ପାଇଁ ନୁହେଁ, ସେମାନେ ଅନ୍ୟ ଭାବରେ, ଯେମିତି କି ମାଟିକୁ କଣ ଯୋଉ ମାଟିର ଜିନିଷ ଗୁଡାକ ସବୁ ବ୍ୟବହାର କରିବା ପାଇଁ। ହେଲା, ଯେମିତି କି ଆମର କଣ କୁହନ୍ତି ହାଣ୍ଡି, ମାଠିଆ, ଏଗୁଡା ସବୁ ବିଭିନ୍ନ ପ୍ରକାର ସେମାନେ ଅନ୍ୟ ଭାବରେ ବ୍ୟବହାର କରିପାରୁଛନ୍ତି, ଯେଟା କି ଆମର କୃଷି ଅନୁପଯୋଗୀ ବା ଆମର ସେଠି ଚାଷ ଭଲ ହେଇପାରିବ ନାହିଁ। କୋଉ ରାଜ୍ୟ? ନା ପଶ୍ଚିମବଙ୍ଗ ରାଜ୍ୟ। ପରବର୍ତ୍ତୀ ପ୍ରଶ୍ନ ହେଲା, କେଉଁ ନଦୀର ରେଙ୍ଗାଲି ଡ୍ୟାମ ନିର୍ମିତ ହେଇଛି? ଯେ ଆମର ରେଙ୍ଗାଲି ଡ୍ୟାମ ଟା କୋଉ ନଦୀ ଉପରେ ବିଲ୍ଟ ହେଇଛି? ଅପସନ କଣ ଥିଲା? ସାଳେନ୍ଦୀ, କଲ୍ବ, ବୈତରଣୀ, ନା ବ୍ରାହ୍ମଣୀ? ହେଲା, ତେଣୁ ଏହାର ସଠିକ ଉତ୍ତର କଣ ହବ? ଆମର ରେଙ୍ଗାଲି ଡ୍ୟାମ ଟା କୋଉ ନଦୀ ଉପରେ କନଷ୍ଟ୍ରକ୍ଟ ହେଇଛି? ସଠିକ ହବ ଅପସନ ନମ୍ବର ଡି, ସେଟା କଣ? ବ୍ରାହ୍ମଣୀ। ବ୍ରାହ୍ମଣୀ ନଦୀ ଉପରେ ଆମର କଣ ହେଇଛି ନା, ଯୋଉ ରଙ୍ଗାଳି ଡ୍ୟାମ ଟା ତିଆରି ହେଇଛି। ପରବର୍ତ୍ତୀ ପ୍ରଶ୍ନ ହେଲା, ନିମ୍ନୋକ୍ତ କେଉଁ ଅଞ୍ଚଳରୁ ବେରୁଏଲ ଉଦ୍ଭିଦ ମାନେ ଭାରତକୁ ଆସିଛନ୍ତି? ଫ୍ରମ ହ୍ୱିଚ୍ ଅଫ ଦ ଫଲୋଇଂ ଏରିଆ ହେଭ୍ ବୋରେଲ ପ୍ଲାଣ୍ଟସ କେମ୍ ଇନଟୁ ଇଣ୍ଡିଆ? କୋଉ ଓଡିଶାରୁ ଆସିଛି? ଅପସନ କଣ ଦେଇଛି? କେନ୍ଦ୍ର ଏସିଆ, ଇଣ୍ଡୋନେସିଆ, ମାଲେସିଆ, ନା ଉତ୍ତର ଆଫ୍ରିକା? ହେଲା, ବୋରାଲ ଯୋଉ ପ୍ଲାଣ୍ଟ ସେଗୁଡାକ କୋଉଠୁ ଆସିଛି? ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ଏ, ଯେଟା କଣ? କେନ୍ଦ୍ର ଏସିଆ ବା ଆମର ସେଣ୍ଟ୍ରାଲ ଏସିଆର ଯୋଉ ବୋରାଲ ପ୍ଲାଣ୍ଟଟା ଅଛି, ଏଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ଭେରି ଭେରି ଇମ୍ପୋର୍ଟାଣ୍ଟ, ଦେଖିଦେଇ ଯାଇଥିବେ ଟିକେ। ହେଲା, ବୋରାଲ ପ୍ଲାଣ୍ଟ ଆମର କୋଉଠୁ ଆସିଛି? ନା ସେଣ୍ଟ୍ରାଲ ଏସିଆରୁ ଆସିଛି। ପରବର୍ତ୍ତୀ ପ୍ରଶ୍ନ, ଭୁଲ ଯୋଡିଟାକୁ ବାଛିବା ପାଇଁ କହିଛି, ଯେମିତି ଉତ୍ତରାଖଣ୍ଡର ପେରିୟର ଅଛି, ମହାରାଷ୍ଟ୍ରର ମେଲଘାଟ, କର୍ଣ୍ଣାଟକର ବନ୍ଦପୁର, ଆଉ ହଉଛି ଆସାମର ମାନସ। ହେଲା, ତେଣୁ ଏଟା ସବୁ ନ୍ୟାସନାଲ ପାର୍କର ଦେଇଛି, କୋଉଠି କୋଉ ନ୍ୟାସନାଲ ପାର୍କ ଗୁଡାକ ରହିଛି, ଯେମିତି କି ଆମର କଣ ଦେଇଛି ନା ଉତ୍ତରାଖଣ୍ଡର ପେରିୟର। ଉତ୍ତରାଖଣ୍ଡରେ ପେରିୟର ନାହିଁ, ତେଣୁ ସେଥିପାଇଁ ଏଇଟା ଭୁଲ ହେଲା। ତେଣୁ ମତେ କମେଣ୍ଟ ସେକ୍ସନରେ ଜଣେଇବେ ଉତ୍ତରାଖଣ୍ଡର ଆମର କୋଉ ନ୍ୟାସନାଲ ପାର୍କଟା ରହିଛି। ହେଲା,
ପରବର୍ତ୍ତୀ ପ୍ରଶ୍ନ ରହିଲା ନିଷ୍କାସନ କରାଯାଉଥିବା ଖଣିଜ ଦୃଷ୍ଟିକୋଣରୁ ଅନ୍ୟ ତିନୋଟି ଠାରୁ ଭିନ୍ନ ଖଣିଜଟିକୁ ବାଛ। ନିଷ୍କାସନ ଦୃଷ୍ଟିରୁ ହେଲା ଏକ୍ସଟ୍ରାକ୍ସନ ଅନୁସାରେ କୋଉଟା ଅଲଗା ହବ। ବାଲୁଣି ହଉଛି କିରିବରୁ, ନୂଆମୁଣ୍ଡି ଆଉ ହଉଛି ପଞ୍ଚ ପଟ୍ଟମାଳି ହେଲା। ତେଣୁ ନିଷ୍କାସନ ଅନୁସାରେ ୟା ଠାରୁ ମାନେ ତିନିଟା ଠାରୁ ଅଲଗା ହବ କଣ? ସଠିକ ଉତ୍ତର ହେଉଛି ଅପସନ ନମ୍ବର ଡି ଯେଟା କି ପଞ୍ଚ ପଟ୍ଟମାଳି ହେଲା, ଯେଟା କି ଆମର ଏକ୍ସଟ୍ରାକ୍ସନ ମିନେରାଲ ଏକ୍ସଟ୍ରାକ୍ସନ ଅନୁସାରେ ହେଲା। ପରବର୍ତ୍ତୀ ପ୍ରଶ୍ନ ହେଲା ରାଷ୍ଟ୍ରପତି, ଏଟା ଆସିଲା ପଲିଟିର କ୍ୱେଶ୍ଚନ ହେଲା। ରାଷ୍ଟ୍ରପତି କାହାଠାରୁ ନ୍ୟାୟିକ ଓ ଆଇନଗତ ମତ ଲୋଡିଥାନ୍ତି? ରାଷ୍ଟ୍ରପତି କାହା ପାଖରୁ? ରାଷ୍ଟ୍ରପତି ଆମର କନଷ୍ଟିଟ୍ୟୁସନ ଅନୁସାରେ ସବୁଠୁ ବଡ, ତେଣୁ ସିଏ କାହା ପାଖରୁ ଆମର ଯୋଉ ନ୍ୟାୟିକ ଆଉ ଆଇନଗତ ମତ ଲୋଡିଥାନ୍ତି? ଅପସନ କଣ ଦେଇଛି? ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ପାଖରୁ, ଆଟର୍ଣ୍ଣି ଜେନେରାଲ ପାଖରୁ, ସିଲସିଟ୍ ଜେନେରାଲ ପାଖରୁ, ନା ହଉଛି ଆଇନ ମନ୍ତ୍ରୀ ପାଖରୁ। ତେଣୁ ସଠିକ ଉତ୍ତରଟି କଣ? ରାଷ୍ଟ୍ରପତି କାହା ପାଖରୁ ନ୍ୟାୟିକ ଆଇନଗତ ମତ ଲୋଡିଥାନ୍ତି? ସଠିକ ଉତ୍ତର ହେଉଛି ଅପସନ ନମ୍ବର ଏ, ଯାଇ କଣ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ମାନେ ଚିଫ ଜଷ୍ଟିସ ଅଫ ସୁପ୍ରିମକୋର୍ଟ ଠାରୁ ଆଇନଗତ ନ୍ୟାୟିକ ଯଦି ତାଙ୍କୁ କିଛି ମତ ନବାର ଅଛି ତାହେଲେ ସିଏ ଚିଫ ଜଷ୍ଟିସ ଅଫ ସୁପ୍ରିମକୋର୍ଟ ପାଖରୁ ନେଇପାରିବେ। ପରବର୍ତ୍ତୀ ପ୍ରଶ୍ନ ରହିଲା ଓଡିଶାର ଲୋକସଭା ଆୟୋଗ ଜଣେ ସଭ୍ୟ କୁ କିଏ ବହିଷ୍କାର କରିପାରିବେ? ଓଡିଶାର ଯୋଉ ପବ୍ଲିକ ସର୍ଭିସ କମିଶନର ଅଛନ୍ତି ତାକୁ କିଏ ବହିଷ୍କାର କରିପାରିବେ? ତା ପାୱାର ଟା କାହା ପାଖରେ ଅଛି? ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ହେଲା। ଓଡିଶାର ଯୋଉ ଆମର ଷ୍ଟେଟ ପବ୍ଲିକ ସର୍ଭିସ କମିଶନ ଅଛନ୍ତି ତାଙ୍କୁ ବହିଷ୍କାର କରିବାର ପାୱାର କାହା ପାଖରେ ଅଛି? ସଠିକ ଉତ୍ତର ଅପସନ ନମ୍ବର ଏ, ରାଷ୍ଟ୍ରପତି ହେଲା। କେବଳ ରାଷ୍ଟ୍ରପତି ଚାହିଁଲେ, ଯେହେତୁ ୟୁପିଏସସି ବା ଓପିଏସସି ଟା ହଉଛି ଆମ କନଷ୍ଟିଟ୍ୟୁସନ ବଡି ସହିତ ଯୋଡି କରିଅଛି, ତେଣୁ ତାକୁ କୌଣସି ଆମର ଯେମିତି ଗଭର୍ଣ୍ଣର ହୁଅନ୍ତୁ ହେଲା, ସିଏ ବା ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ କେହି ବାହାର କରିପାରିବେନି, ତାଙ୍କୁ ରାଷ୍ଟ୍ରପତି କନଷ୍ଟିଟ୍ୟୁସନ ହେଡ ଯିଏ ସିଏ ନିଷ୍କାସନ କରିପାରିବେ। ପରବର୍ତ୍ତୀ ପ୍ରଶ୍ନ ହେଲା ଭାରତର ଉପରାଷ୍ଟ୍ରପତିଙ୍କୁ କିଏ ନିର୍ବାଚନ କରିଥାନ୍ତି? ଯିଏ କି ଆମର ଭାଇସ ପ୍ରେସିଡେଣ୍ଟକୁ ନିର୍ବାଚିତ କିଏ କରିଥାନ୍ତି? ଅପସନ କଣ ରହିଲା? ରାଜ୍ୟସଭାର ସମସ୍ତ ସଭ୍ୟ, ରାଜ୍ୟସଭାର ନିର୍ବାଚିତ ସଭ୍ୟଗଣ, ସଂସଦର ନିର୍ବାଚିତ ସଭ୍ୟଗଣ, ନା ସଂସଦ ଓ ବିଧାନସଭା ମାନଙ୍କର ସଭ୍ୟଗଣ ହେଲା। ଭାଇସ ପ୍ରେସିଡେଣ୍ଟଙ୍କ ଇଲେକ୍ସନରେ କିଏ ପାର୍ଟିସିପେଟ କରିଥାନ୍ତି? ସଠିକ ଉତ୍ତର ହବ ଅପସନ ନମ୍ବର ସି, ଯାହା କଣ ସଂସଦର ନିର୍ବାଚିତ ସଭ୍ୟଗଣ, ଯିଏ କି ପାର୍ଲାମେଣ୍ଟକୁ ଇଲେକ୍ଟେଡ ହେଇ ଆସିଥିବେ ଯୋଉ ମେମ୍ବର ମାନେ, ସେଇମାନେ ହିଁ କଣ କରିବେ? ଭାଇସ ପ୍ରେସିଡେଣ୍ଟକୁ ଆମର ନିର୍ବାଚିତ କରିପାରିବେ। ଯିଏ କି ରାଜ୍ୟସଭାର ହେଡ ହେଇଥାନ୍ତି ଭାଇସ ପ୍ରେସିଡେଣ୍ଟ ହେଲା। ଆମର ଯେମିତି ଲୋକସଭାର ବାଚସ୍ପତି, ସେଇଭଳିଆ ରାଜ୍ୟସଭାରେ କିଏ ହେଇଥାନ୍ତି? ଆମର ଭାଇସ ପ୍ରେସିଡେଣ୍ଟ ହେଇଥାନ୍ତି। ପରବର୍ତ୍ତୀ ପ୍ରଶ୍ନଟା ସ୍ଥାନୀୟ ସ୍ୱାୟତ୍ତ ଶାସନର କେଉଁ ମୁଖ୍ୟ ତତ୍ତ୍ୱ ଉପରେ ଆଧାରିତ ହେଲା? on which principle is the local self government based ହେଲା। local self government ଟା କାହା ଉପରେ ବେଷ୍ଟ ହବ? ଅପସନ କଣ ହେଲା? କ୍ଷମତାର ବିକେନ୍ଦ୍ରୀକରଣ, କ୍ଷମତାର କେନ୍ଦ୍ରୀକରଣ, ଆର୍ଥିକ ଅଭିବୃଦ୍ଧି, ନା ଶାନ୍ତି ଶୃଙ୍ଖଳା ରକ୍ଷା। ତେଣୁ ସଠିକ ଉତ୍ତର କଣ ହବ? ଆମେ ଯୋଉ ସ୍ଥାନୀୟ ଯୋଉଟା କି ଆମର ଲୋକାଲ ସେଲ୍ଫ ଗଭର୍ଣ୍ଣମେଣ୍ଟ ତିଆରି କରିଥାଉ କଣ ପାଇଁ? ସଠିକ ଉତ୍ତର ହବ ଅପସନ ନମ୍ବର ଏ, ଯୋଉଟା କି କ୍ଷମତାର ବିକେନ୍ଦ୍ରୀକରଣ ବା ଡିସେଣ୍ଟ୍ରାଲାଇଜେସନ ଅଫ ପାୱାର ପାଇଁ ଆମେ ଲୋକାଲ ସେଲ୍ଫ ଗଭର୍ଣ୍ଣମେଣ୍ଟ ଆମେ ତିଆରି କରିଥାଉ। ପରବର୍ତ୍ତୀ ପ୍ରଶ୍ନ ହେଲା କେଉଁଟି ଚାପଗ୍ରସ୍ତ କାର୍ଯ୍ୟ ନୁହେଁ? ଯେ କି ଆମର କଣ ପ୍ରେସର ଗ୍ରୁପଟାର କୋଉଟା କାମ ନୁହେଁ? ଅପସନ କଣ ଥିଲା? ନିଜ ଗୋଷ୍ଠୀର ସ୍ୱାର୍ଥ ବିକାଶ କରିବା, ଗୋଷ୍ଠୀଭୁକ୍ତ ସଦସ୍ୟଙ୍କର ସ୍ୱାର୍ଥ ରକ୍ଷା କରିବା, ସରକାର ବ୍ୟବସ୍ଥାପିକ ସଭ୍ୟଙ୍କୁ ପ୍ରଭାବିତ କରିବା, ଆଉ ଯେ ଗୋଷ୍ଠୀ ସ୍ୱାର୍ଥ ପାଇଁ ନିର୍ବାଚନ ଲଢିବା। ତେଣୁ ଚାପ ଗୋଷ୍ଠୀ ପାଇଁ କୌଣସି ପ୍ରକାର ସେମାନେ କଣ କରିପାରିବେନି? ନା ନିର୍ବାଚନ ଲଢି ପାରିବେ ନାହିଁ। ତେଣୁ ଅପସନ ନମ୍ବର ଡି ଟା ସଠିକ ଉତ୍ତର ହବ, ଯେ ସେମାନେ କୌଣସି ପ୍ରକାର ଗୋଷ୍ଠୀ ସ୍ୱାର୍ଥ ପାଇଁ କୌଣସି ପ୍ରକାର ଇଲେକ୍ସନ ଲଢିବେ ନାହିଁ, ଯେ କି ଚାପ ଗୋଷ୍ଠୀ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ ରହିଲା ଅନନ୍ତ ବାସୁଦେବ ମନ୍ଦିରର ନିର୍ମାତା କିଏ? ହେଲା, ଯୋଉ ଓଡିଶାରେ ଅଛି ଅନନ୍ତ ବାସୁଦେବ ମନ୍ଦିର, ସେଟାକୁ ତିଆରି କରିଥିଲେ କିଏ? ଅପସନ କଣ ଦେଲା? ଚଡଗଙ୍ଗ ଦେବ, ପ୍ରଥମ ନରସିଂହ ଦେବ, ଚନ୍ଦ୍ରିକା ଦେବୀ, ନା ହଉଛି ପରମର୍ଦ୍ଦ ଦେବ ହେଲା। ତେଣୁ ସଠିକ ଉତ୍ତର କଣ ହବ? ଯୋଉ ଓଡିଶାରେ ଯୋଉ ବାସୁଦେବ ମନ୍ଦିର ରହିଛି, ଅନନ୍ତ ବାସୁଦେବ ଟେମ୍ପଲ, ସେଟାକୁ ଆମର ତିଆରି କରିଥିଲେ କି? ସଠିକ ଉତ୍ତର ଅପସନ ନମ୍ବର ସି, ଯାଇକି ଚନ୍ଦ୍ରିକା ଦେବୀ ହେଲା। ଚନ୍ଦ୍ରିକା ଦେବୀ ଅନନ୍ତ ବାସୁଦେବ ମନ୍ଦିର ଟା ତିଆରି କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଲା ଇଂରେଜ ସୈନ୍ୟମାନେ କ୍ଲଟନଙ୍କ ନେତୃତ୍ୱରେ କେଉଁ ଦିନ ବାରବାଟୀ ଦୁର୍ଗକୁ ଦଖଲ କରିଥିଲେ? ଓଡିଶା ଜିକେର କ୍ୱେଶ୍ଚନ ରହିଲା ଯେ ଆମେ ଯୋଉ ଇଂରେଜ ସୈନ୍ୟ ମାନଙ୍କର ହେଡ ଥିଲେ କ୍ଲଟନ ହେଲା, ସେ କ୍ଲଟନଙ୍କର ଅଧ୍ୟକ୍ଷତାରେ କେବେ ବାରବାଟୀ ଦୁର୍ଗଟା ଇଂରେଜ ମାନେ ଅଧ୍ୟକ୍ଷତା କରିଥିଲେ? ଅପସନ କଣ ହେଲା? 24 ସେପ୍ଟେମ୍ବର 1803, 10 ଅକ୍ଟୋବର 1803, 13 ଅକ୍ଟୋବର 1803, 14 ଅକ୍ଟୋବର 1803। ତେଣୁ ଏହାର ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ଡି, ଯାହାକି 14 ଅକ୍ଟୋବର 1803 ମସିହାରେ କ୍ଲଟନ ମନେ ରଖିବା ଉଲ୍ଟେଇ ପଚାରିପାରେ ଯେ ବାରବାଟୀ ଫୋର୍ଟକୁ ଯୋଉ ଅକ୍ତିଆର କରିଥିଲେ ସେତେବେଳେ ତାଙ୍କର ଆମର ସେନାପତି କିଏ ଥିଲେ ବା କାହା ନେତୃତ୍ୱରେ? କ୍ଲଟନ ମନେ ରଖିବେ, କ୍ଲଟନଙ୍କ ନେତୃତ୍ୱରେ 14 ଅକ୍ଟୋବର 1803 ମସିହାରେ ବାରବାଟୀ ଦୁର୍ଗକୁ ଅକ୍ତିଆର କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ରହିଲା ଶିବାଜୀ ଉତ୍ସବ ପାଳନ ମୂଳରେ ତିଲକଙ୍କର କୋଉ ଉଦ୍ଦେଶ୍ୟ ନିହିତ ଥିଲା? ତ ଶିବାଜୀ ଫେଷ୍ଟିଭାଲ ଯୋଉ ପାଳନ କରିଥିଲେ ତିଲକ, ବାଲଗଙ୍ଗାଧର ତିଲକ, ତାଙ୍କର ମେନ୍ ମୋଟିଭ ଟା କଣ ଥିଲା? ମୋର ତାଙ୍କର ଗୌରବ ପ୍ରଚାର କରିବା, ହିନ୍ଦୁ ବିଚାର ପ୍ରକାଶ କରିବା, ଜାତୀୟତା ବିକାଶ କରିବା, ନା ବିଦେଶୀଙ୍କର ପ୍ରତି ଘୃଣା ସୃଷ୍ଟି କରିବା। ତେଣୁ ସଠିକ ଉତ୍ତର କଣ ହବ? ଶିବାଜୀ ଉତ୍ସବ କାହିଁ ପାଳନ କରିଥିଲେ? ସଠିକ ଉତ୍ତର ହେଉଛି ଅପସନ ନମ୍ବର ସି, ଯୋଉଟା କି ଜାତୀୟତା ବିକାଶ କରିବା, ମାନେ ଭାରତୀୟଙ୍କ ଭିତରେ ଜାତୀୟତା ବିକାଶ ପାଳନ କରିବା ପାଇଁ ଶିବାଜୀ ଫେଷ୍ଟିଭାଲଟା ସିଏ ପାଳନ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ରହିଛି ପ୍ରଥମ ବିଶ୍ୱଯୁଦ୍ଧ ପରେ ଭାରତୀୟ ଜାତୀୟତାବାଦ ମାନଙ୍କର ନୀତି କେଉଁ ଦିଗରେ ଗତି କରୁଥିଲା? ହେଲା, ଫାର୍ଷ୍ଟ ୱାର୍ଲଡ ୱାର ପରେ ଯୋଉ ଭାରତୀୟ ଯୋଉ ଜାତୀୟତାବାଦ ନୀତି ଥିଲା ସେଟା କୋଉ ଦିଗରେ ଗତି କରୁଥିଲା? ଅପସନ ଗୁଡା କଣ ଦେଇଛି? ସାମ୍ରାଜ୍ୟବାଦୀ ବିରୁଦ୍ଧ,
ଇଂରେଜ ଅନୁକୂଳ ପ୍ରତି ନା ସମାଜବାଦୀ ଅର୍ଥନୀତି ଉପରେ ନା ହଉଛି ଧାର୍ମିକ ଏକତା ଉପରେ। ତେଣୁ ୱାର୍ଲଡ ୱାର ପ୍ରଥମ ବା ଫାଷ୍ଟ ୱାର୍ଲଡ ୱାର ପରେ ଯୋଉ ଭାରତର ଜାତୀୟତାବାଦ ଥିଲା ସେଟା କୋଉ ଦିଗରେ ଯାଇଥିଲା? ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ଏ ଯାହାକି ସାମ୍ରାଜ୍ୟବାଦୀ ବିରୋଧୀ ମାନେ ଏ ଯୋଉ ଏମ୍ପାୟରଲିଜିମ ବିରୁଦ୍ଧରେ ଯାଇଥିଲା, ଯୋଉଥିପାଇଁ ସେ ଡେମୋକ୍ରେଟିକ ପାଇଁ ସେମାନେ ଡିମାଣ୍ଡ କରୁଥିଲେ। ଫାଷ୍ଟ ୱାର୍ଲଡ ୱାର ରେ କଣ ହେଇଥିଲା? ଆମର ଏମ୍ପାୟରଲିଜିମ ଟା ଧ୍ୱଂସ ହେଇଯାଇଥିଲା, ଡେମୋକ୍ରେଟିକ ଆରମ୍ଭ ହେଇଥିଲା। ତେଣୁ ସେଥିପାଇଁ ସେମାନେ ବି ସେଭଳି ଭାବରେ ଏମ୍ପାୟରଲିଜିମକୁ ଧ୍ୱଂସ କରିବା ପାଇଁ ଚେଷ୍ଟା କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଲା, ଦୁଇଟି ପୃଥିବୀ ମଧ୍ୟରେ ବିବାଦର ବୁଝାମଣା ନାହିଁ, ଆମ୍ଭେମାନେ ନଚେତ୍ ସେମାନେ, ଏହା କିଏ ଘୋଷଣା କରିଥିଲେ? The struggle between two worlds has no compromise, either we or they, ଏଟା ଡିକ୍ଲେୟାର କରିଥିଲେ କିଏ? ହେଲା, ଅପସନ କଣ ଦେଇଛି? ହିଟଲର ଦେଇଥିଲେ, ମୁସଲିନି ଦେଇଥିଲେ, ଆଉ ହିରୋ ହଟ୍ଟା ଦେଇଥିଲେ, ନା ହଉଛି ଚର୍ଚ୍ଚିଲ ଦେଇଥିଲେ। ହେଲା, ଏଇ ଫେମସ କୋଟ ଦେଇଥିଲେ କିଏ? ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ବି, ଯେଟା କି ମୁସଲିନ। ହେଲା, ମୁସଲିନ ଦେଇଥିଲେ ଆମର ଏଇ ଆମର ଫେମସ କୋଟଟା। ତାପରେ ଏଟା ପେଡାଗୋଜି କ୍ୱେଶ୍ଚନ ଟା, ଏଟା ପେଡାଗୋଜି କ୍ୱେଶ୍ଚନ। ହଁ, ଏଟା ଗୋଟେ ମ୍ୟାପ ଉପରେ ଅଛି। କେଉଁ ପ୍ରକାରର ସମୟ ରେଖା ଦ୍ୱାରା ସମୟ, ଘଟଣା ଓ ବ୍ୟକ୍ତିତ୍ୱକୁ ସ୍ଥାପନା କରାଯାଇ ପାରିବ? by which type of timeline time event and personality are presented? ତୁଳନାତ୍ମକ ସମୟ ରେଖା, ଚିତ୍ରିତ ସମୟ ରେଖା, କ୍ରମବର୍ଦ୍ଧିଷ୍ଣୁ ସମୟ ରେଖା, ନା ପାଶ୍ଚାତ୍ୟଗାମୀ ସମୟ ରେଖା? ଯଦି ଆପଣ ଗୋଟେ କଣ କରୁଛନ୍ତି ସମୟ ରେଖା ଭିତରେ ସମୟ, ଘଟଣା ଆଉ ବ୍ୟକ୍ତିତ୍ୱ, ମାନେ କିଏ କଣ କରିଥିଲା, ଘଟଣା ହଉ ବ୍ୟକ୍ତିତ୍ୱର ନାଁ ଆଉ ସମୟକୁ ଯଦି ଶୋ କରିବା ପାଇଁ ଚାହୁଁଛନ୍ତି, ଆପଣ କୋଉ ପ୍ରକାର ଟାଇମ ଲାଇନ ବ୍ୟବହାର କରିବେ? ସଠିକ ଉତ୍ତର କଣ ହବ? ନା ଅପସନ ନମ୍ବର ବି, ଯେଟା କି ଚିତ୍ରିତ ସମୟ ରେଖା। ଚିତ୍ରିତ ସମୟ ରେଖା ଦ୍ୱାରା ଆପଣ ଟାଇମ ହଉ, ଘଟଣା ହଉ ଆଉ ପର୍ସନାଲିଟି ସବୁଗୁଡାକୁ ଶୋ କରିପାରିବେ। ପରବର୍ତ୍ତୀ ପ୍ରଶ୍ନ ହେଲା, ମଧ୍ୟଯୁଗୀୟ ଭାରତରେ କେଉଁମାନେ ଖଟ ଭାବରେ ପରିଚିତ ଥିଲେ? ହେଲା, ତ ଖଟ ଭାବରେ ମିଡିଏଭାଲ ଟାଇମରେ କୋଉମାନେ ପରିଚିତ ଥିଲେ? ଅପସନ କଣ ଥିଲା? ଧର୍ମଗୁରୁ, ସାମରିକ ନେତା, ଗ୍ରାମ୍ୟ ମୁଖ୍ୟ, ନା ଗାୟକ? ହେଲା, ମିଡିଏଭାଲ ଟାଇମରେ ଖଟ କାହାକୁ କୁହାଯାଉଥିଲା? ସଠିକ ଉତ୍ତର ହବ ଅପସନ ନମ୍ବର ସି, ଯେଟା କି ଗ୍ରାମ ମୁଖ୍ୟ। ହେଲା, ଗ୍ରାମ୍ୟ ଯୋଉ ମୁଖିଆ ଥିଲେ, ଭିଲେଜ ହେଡମ୍ୟାନ କଣ କୁହାଯାଉଥିଲା? ନା ହଉଛି ଖଟ ବୋଲି କୁହାଯାଉଥିଲା ମିଡିଏଭାଲ ଟାଇମରେ। ପରବର୍ତ୍ତୀ ପ୍ରଶ୍ନ ରହିଛି, କେଉଁ ସ୍ଥାନକୁ ଖିଜରାବାଦ ଭାବେ ଆଲାଉଦ୍ଦିନ ଖିଲଜୀ ଦ୍ୱାରା ପୁନର୍ନିର୍ମିତ ହୋଇଥିଲା? which place was renamed as the ଖିଜରାବାଦ by ଆଲାଉଦ୍ଦିନ ଖିଲଜୀ? ସେ ଡିକ୍ଲେୟାର କରିଥିଲେ। ଅପସନ କଣ ଦେଇଛି? ଜୈନ, ଆଉ ହଉଛି ଖଜୁରାହୋ, ଆଉ ହଉଛି ଚିତ୍ତୋର, ଆଉ ହଉଛି ମାଣ୍ଡୁ। ହେଲା, ତେଣୁ ସଠିକ ଉତ୍ତର କଣ ହବ? କୋଉ ଜାଗାଟାକୁ ସେ ଖିଜରାବାଦ ବୋଲି ଆଲାଉଦ୍ଦିନ ଖିଲଜୀ ଡିକ୍ଲେୟାର କରିଥିଲେ? ସଠିକ ଉତ୍ତର ହବ ଅପସନ ନମ୍ବର ସି, ଯାଇ କଣ? ଚିତ୍ତୋର। ଚିତ୍ତୋର ଜାଗାଟାକୁ ସେ କଣ କରିଥିଲେ? ଖଜୁରାବାଦ ବୋଲି ଡିକ୍ଲେୟାର କରିଥିଲେ କି ଆଲାଉଦ୍ଦିନ ଖିଲଜୀ। ପରବର୍ତ୍ତୀ ପ୍ରଶ୍ନ, ଆଗ୍ରା ସହରର ପ୍ରତିଷ୍ଠାତା କିଏ? ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଏଟା। ଆଗ୍ରା ସହରକୁ କିଏ ଫାଉଣ୍ଡ କରିଥିଲେ ବା ପ୍ରତିଷ୍ଠା କରିଥିଲେ? ଫିରୋଜ ଶାହ ତୁଗଲକ, ମୁବାରକ ଶାହା, ସିକନ୍ଦର ଲୋଧି, ନା ଆକବର? ହେଲା, ତେଣୁ ଆମର ଆଗ୍ରାକୁ କିଏ କଣ ଫାଉଣ୍ଡ କରିଥିଲେ ବା ଏଷ୍ଟାବ୍ଲିଶ କରିଥିଲେ? ସଠିକ ଉତ୍ତରଟି ହବ ଅପସନ ନମ୍ବର ସି, ଯାହାକି ସିକନ୍ଦର ଲୋଧି। ହେଲା, ସିକନ୍ଦର ଲୋଧି କଣ କରିଥିଲେ? ଆଗ୍ରା ସହରକୁ ଏଷ୍ଟାବ୍ଲିଶ କରିଥିଲେ। ହେଲା, ପରବର୍ତ୍ତୀ ପ୍ରଶ୍ନ ହେଲା, ମୋଗଲ ଯୁଗରେ କେଉଁଠାରେ ଜାହାଜ ନିର୍ମାଣ କେନ୍ଦ୍ର ଥିଲା? ହେଲା, ଗୋଟେ କ୍ୱେଶ୍ଚନ ଟା, ଯେ ମୋଗଲ ମାନେ ଯେତେବେଳେ ଶାସନ କରୁଥିଲେ ସେତେବେଳେ ଯୋଉ ଜାହାଜ ଗୁଡାକ ରହୁଥିଲା ସେ କୋଉ ସ୍ଥାନରେ କି ତିଆରି ହଉଥିଲା? କାଶ୍ମୀର, ହରିଦ୍ୱାର, ବାରାଣାସୀ, ଢାକା? ତେଣୁ ସଠିକ ଉତ୍ତର କଣ ହବ? ଯୋଉ ମୋଗଲଙ୍କ ସମୟରେ କୋଉଠି ତିଆରି ହଉଥିଲା? ଅପସନ ନମ୍ବର ଏ, ଯେଟା କି କାଶ୍ମୀର। କାଶ୍ମୀର କଣ ହଉଥିଲା? ମୋର ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଏଟା ଅଛି। ହେଲା, ମୋଗଲ ମାନଙ୍କ ସମୟରେ ଆମର ଜାହାଜ ଗୁଡାକ ଯୋଉ ହଉଥିଲା ସେଟା ତିଆରି ହଉଥିଲା କୋଉଠି? ନା କାଶ୍ମୀରରେ ତିଆରି ହଉଥିଲା। ପରବର୍ତ୍ତୀ ପ୍ରଶ୍ନ ରହିଲା, 1608ରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍ସ କେଉଁ ରାଜଦୂତଙ୍କୁ ଜାହାଙ୍ଗୀରଙ୍କ ଦରବାରକୁ ପଠେଇଥିଲେ? ହେଲା, ଯୋଉ କିଙ୍ଗ ଜେମ୍ସ ପ୍ରଥମ ଇଂଲଣ୍ଡ ଯୋଉ ସେ କୋଉ ଆମ୍ବାସିଡରକୁ 1608 ମସିହାରେ ଜାହାଙ୍ଗୀରଙ୍କ ପାଖକୁ ପଠେଇଥିଲେ? ଫ୍ରାନ୍ସ ଡ୍ରେକେ, ସାର ଟମ୍ସ ର, ହକିନ୍ସ, ହଉଛି ମେଲବର୍ନ? ହେଲା, ତେଣୁ ଏହାର ସଠିକ ଉତ୍ତରଟି କଣ ହବ? କାହାକୁ ପଠେଇଥିଲେ ଯୋଉ କିଙ୍ଗ ଜେମ୍ସ ପ୍ରଥମ ଯୋଉ ଇଂଲଣ୍ଡର? ସଠିକ ଉତ୍ତର ହବ ଅପସନ ନମ୍ବର ସି, ଯେଟା କି ହକିନ୍ସ, ଯାହାକୁ ଫରମାନ ଦେଇଥିଲେ ଆମର କିଏ? ଜାହାଙ୍ଗୀର। ତାପରେ ସେମାନେ କଣ କଲେ? ଆମର ବାଣିଜ୍ୟ ଆରମ୍ଭ କଲେ। ହେଲା, ତେଣୁ ଆସିଥିଲେ କି ନା ହକିନ୍ସ। ମନେ ରଖିଥିଲେ, ତାଙ୍କୁ ଫରମାନ ଦିଆଯାଇଥିଲା, ଦେଇଥିଲେ କି ନା ଜାହାଙ୍ଗୀର ଦେଇଥିଲେ 1608 ମସିହାରେ, ଯେ କି ଆମର ପଠେଇଥିଲେ କିଏ? ନା ଇଂଲଣ୍ଡର ଯୋଉ ଜେମ୍ସ ପ୍ରଥମ। ପରବର୍ତ୍ତୀ ପ୍ରଶ୍ନ ରହିଲା, ଏଟା ତ ପେଡାଗୋଜି କ୍ୱେଶ୍ଚନ। ଏଇଟା ରହିଲା, ଭାରତର ବ୍ୟବସାୟୀ ମାନେ ଦକ୍ଷିଣ ଆଫ୍ରିକାରେ କେଉଁ ଭାବରେ ପରିଚିତ ଥିଲେ? ହେଲା, ଭାରତୀୟ ମାନଙ୍କୁ ଦକ୍ଷିଣ ଆଫ୍ରିକାରେ, ସାଉଥ ଆଫ୍ରିକାରେ ତାଙ୍କୁ କଣ ବୋଲି କୁହାଯାଉଥିଲା? ସେଠ ବୋଲି କୁହାଯାଉଥିଲା, ନା ବଣିଆ, ନା କୃପଣ, ନା କୁଲି? ହେଲା, ତେଣୁ ସଠିକ ଉତ୍ତରଟା କଣ ହବ? ଭାରତୀୟ ମାନଙ୍କୁ ଦକ୍ଷିଣ ଆଫ୍ରିକାରେ କଣ ବୋଲି କହୁଥିଲେ? ସଠିକ ଉତ୍ତର ହବ କଣ? ନା ଅପସନ ନମ୍ବର ଡି, ଯାହାକି କୁଲି। ହେଲା, ଦକ୍ଷିଣ ଆଫ୍ରିକାରେ ଆମର ଭାରତୀୟ ବ୍ୟବସାୟୀ ମାନଙ୍କୁ କଣ କହୁଥିଲେ? ନା କୁଲି ବୋଲି କୁହାଯାଉଥିଲା। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶ ଠାରୁ ନେତାଜୀ ଆନୁଷ୍ଠାନିକ ଭାବେ ଆଣ୍ଡାମାନର ଦାୟିତ୍ୱ ଗ୍ରହଣ କରିଥିଲେ? କୋଉ ଦେଶ ଆମ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଆଣ୍ଡାମାନର ମାନେ କଣ କହୁଥିଲା? ନା ଦାୟିତ୍ୱ ଦେଇଥିଲା? ଅପସନ କଣ ଦେଇଛି? ଜାପାନ, ଜର୍ମାନୀ, ସୋଭିଏତ ରୁଷ, ନା ଇଟାଲୀ? ହେଲା, ସଠିକ ଉତ୍ତର କଣ ହବ? କୋଉ ଦେଶ ଦେଇଥିଲା? ନା ହଉଛି ଅପସନ ନମ୍ବର ଏ, ଜାପାନ। ଜାପାନ ଦେଇଥିଲା କଣ? ନା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଆଣ୍ଡାମାନର ସିଏ ହେଡ ବୋଲି ଆମ ରେସପନ୍ସିବିଲିଟି ଦେଇଥିଲା କିଏ? ନା ଜାପାନ ଦେଇଥିଲା। ପରବର୍ତ୍ତୀ ପ୍ରଶ୍ନ ହେଲା, ସାମନ୍ତ ସନ୍ଧିର ଉଦ୍ଦେଶ୍ୟ କଣ ଥିଲା?
ହ୍ୱାଟ୍ ଇଜ୍ ଦ ଅବଜେକ୍ଟିଭ ଅଫ୍ ଦ ସବସିଡାରୀ ଆଲାଏନ୍ସ ହେଲା। ସବସିଡାରୀ ଆଲାଏନ୍ସର ମୋଟିଭଟା କଣ ଥିଲା, ଉଦ୍ଦେଶ୍ୟ କଣ ଥିଲା? ଅପସନ କଣ ଦେଇଛି, ଇଂରାଜ ମାନଙ୍କର ରାଜ୍ୟ ବୃଦ୍ଧି, ଭାରତୀୟ ଶାସକର ସୁରକ୍ଷା, ଶାନ୍ତି ରକ୍ଷା ନା ସାମୁଦ୍ରିକ ଆଉ ଯୋଉ ବାଣିଜ୍ୟ ବୃଦ୍ଧି ପାଇଁ। ସବସିଡାରୀ ଆଲାଏନ୍ସ କଣ ପାଇଁ ତିଆରି ହେଇଥିଲା? ସଠିକ ଉତ୍ତର ହଉଛି କଣ ନା ଅପସନ ନମ୍ବର ଏ, ଯେଟା କି ଇଂରେଜ ମାନଙ୍କ ରାଜ୍ୟ ବୃଦ୍ଧି ହେଲା। ସବସିଡାରୀ ଆଲାଏନ୍ସ ହଉଛି କଣ ନା ଯେତେବେଳେ କଣ ହଉଥିଲା ନା ଦେଖୁଥିଲେ ଯୋଉ ରାଜା ୱିକ୍ ଅଛନ୍ତି, ଇଂରେଜ ମାନେ କଣ କରୁଥିଲେ, ତାଙ୍କ ସହିତ ଟ୍ରିଟି ଗୋଟେ ସାଇନ୍ କରୁଥିଲେ। ଟ୍ରିଟି ଗୋଟେ ସାଇନ୍ କଲେ କଣ ହଉଥିଲା, ଧରାଯାଉ ଏଠି ଗୋଟେ ରାଜ୍ୟ ଅଛି, ତେଣୁ ରାଜ୍ୟ ଭିତରେ କଣ କରିବେ ନା ଇଂରେଜ ମାନେ ତାଙ୍କର ରାଜାଙ୍କୁ ବୁଝେଇବେ ଯେ ଆମେ ତମକୁ ଆମର ସେନା ଗୁଡାକୁ ଆପଣଙ୍କ ବାଉଣ୍ଡରୀ ରଖି ଆପଣ କିଛି ସେନା ରଖିବା ଦରକାର ନାହିଁ, ଆପଣ କିଛି ଆମକୁ ସେନା ମାନେ ଯୋଉମାନେ ରହିଲେ ସେମାନଙ୍କୁ ଆପଣ ତାଙ୍କର ରହିବା ଖାଇବା ତାଙ୍କର ଯୋଦ୍ଧାସ୍ତ୍ର ଏଗୁଡା ସବୁ ଯୁଦ୍ଧ ପାଇଁ ରହିବା ପାଇଁ ତାର ଖର୍ଚ୍ଚ ସବୁ ବହନ କରିବେ, ଯାହାଫଳରେ କି ଆପଣ କୌଣସି ପ୍ରକାର ସୁରକ୍ଷା ଦେବା। ଆଉ ତାଙ୍କର ତା ବଦଳରେ କଣ ଟ୍ରିଟି କଣ ଥିଲା ଯେ ଆପଣ ଆମ ବିନା ଅନୁମତିରେ ଆପଣଙ୍କ ଚାରିପାଶରେ ଯୋଉ ଅନ୍ୟ ରାଜ୍ୟ ଗୁଡାକ ତା ସହିତ ସମ୍ପର୍କ ରଖିପାରିବେନି ହେଲା, ଏଗୁଡା ସବୁ ରହିଥିଲା। ଯଦି ଆପଣ ରଖୁଛନ୍ତି ତାହେଲେ ଟ୍ରିଟି ଆପଣ ଭାଙ୍ଗୁଛନ୍ତି, ଆପଣଙ୍କ ରାଜ୍ୟ ଆମେ ଆପଣଙ୍କ ଠାରୁ ନେଇଯିବୁ। ତେଣୁ ଏଇଟା ହେଲା ସବସିଡାରୀ ଆଲାଏନ୍ସ ଭିତରେ ଯାଉଥିଲା, ଯାହାଫଳରେ କି ଯୋଉ ରାଜା ମାନେ କଣ କରୁଥିଲେ, ମନା କରୁଥିଲେ, ତାଙ୍କୁ ଇଂରେଜ ମାନେ ନେଇଯାଉଥିଲେ। ତାପରେ ଯୋଉ ରାଜା ମାନେ ବିରୋଧ କରୁଥିଲେ ତାଙ୍କୁ ଯୁଦ୍ଧରେ ହରେଇକି ତାଙ୍କ ରାଜ୍ୟ ନେଇଯାଉଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଲା, କେଉଁ ଘଟଣା ପରେ ବଙ୍ଗ, ବିହାର, ଓଡିଶା ଦେୱାନୀ ଇଂରେଜଙ୍କ ହସ୍ତାନ୍ତର ହେଲା? କୋଉ ଯୁଦ୍ଧ ପରେ ଓଡିଶା, ବଙ୍ଗ, ବିହାର ଗୋଟେ ପ୍ରୋଭିନ୍ସ ମିଶିକି ଥିଲା, ତେଣୁ ଦେୱାନୀ ରାଇଟ୍ସ ଟା ତାଙ୍କ ବଙ୍ଗାଲ କାହା ହାତକୁ ଗଲା? ବ୍ରିଟିଶ ହାତକୁ ଗଲା। ଅପସନ କଣ ଦେଇଛି, ପଲାସି ଯୁଦ୍ଧ ପରେ, ବକ୍ସର ଯୁଦ୍ଧ ପରେ, ରେଗୁଲେଟିଂ ଆକ୍ଟ ପରେ ନା ହଉଛି ପିଟ ଭାରତ ଶାସନ ବା ପିଟ ଭାରତ ଆଇନ ପରେ। ତେଣୁ ସଠିକ ଉତ୍ତରଟି କଣ ହବ ୟାର? ଆମର ହଉଛି ଅପସନ ନମ୍ବର ବି, ଯେଟା କଣ ବକ୍ସର ହେଲା। ବକ୍ସର ଯୁଦ୍ଧ ହେଇଥିଲା 1765 ମସିହାରେ। ତାପରେ କଣ ହେଲା, ଆମର ଦେୱାନୀ ରାଇଟ୍ସ ବା ଆମର ଯୋଉ ଆଇନଗତ ଯେ ରାଇଟ ଟା ପଳେଇଲା କାହା ପାଖକୁ, ଆମର ବ୍ରିଟିଶ ମାନଙ୍କ ପାଖକୁ। ସେତେବେଳେ ତ ବିହାର, ଓଡିଶା ଆଉ ବଙ୍ଗ ତିନିଟା ଗୋଟେ ପ୍ରୋଭିନ୍ସ ରେ ଥିଲା, ତେଣୁ ସେଗୁଡାକର ସବୁ ଦେୱାନୀ ରାଇଟ୍ସ ପଳେଇଗଲା କାହା ପାଖକୁ, ଆମର ଇଂରେଜ ମାନଙ୍କ ପାଖକୁ। ତେଣୁ ଲାଷ୍ଟ କ୍ୱେଶ୍ଚନ ଆଜିର ଅଛି, ବଙ୍ଗ ବିଭାଜନ ପ୍ରତି ବୁଦ୍ଧିଜୀବୀ ମାନଙ୍କର ପ୍ରଥମ ପ୍ରତିକ୍ରିୟା କଣ ଥିଲା? ଲର୍ଡ କର୍ଜନ ଯେତେବେଳେ ଡିକ୍ଲେୟାର କଲେ ଯେ ଆମର ବଙ୍ଗ ବିଭାଜନ ଦି ଭାଗରେ ବିଭକ୍ତ କରିଦେବେ, ଗୋଟେର କ୍ୟାପିଟାଲ ଢାକା ରହିବ, ଆଉ ଗୋଟେ ୱେଷ୍ଟ ବେଙ୍ଗଲ, ଏମିତି ଦି ଭାଗ କରାଯିବ, ବା ଆସାମ ଯୋଉଟା ଥିଲା ସେଟା କରାଯିବ, ଆଉ ଗୋଟେ ୱେଷ୍ଟ ବେଙ୍ଗଲ କରାଯିବ। ତେଣୁ ସେତେବେଳେ ଆମର ଯୋଉ ବୁଦ୍ଧିଜୀବୀ ମାନେ ଥିଲେ ଭାରତର, ତାଙ୍କର ପ୍ରତି କଣ ଥିଲା, ପ୍ରଶାସନିକ ଆବଶ୍ୟକତା ମାଗିଥିଲେ ନା ବଙ୍ଗାଳୀ ଜାତୀୟତାବାଦ ପ୍ରତି ଆକ୍ରମଣ, ଔପନ୍ୟାସିକ ଷଡଯନ୍ତ୍ର ନା ସାମ୍ପ୍ରଦାୟିକ ପ୍ରଜ୍ୱଳନ ହେଲା। ତେଣୁ ସଠିକ ଉତ୍ତରଟି କଣ? ବଙ୍ଗ ବିଭାଜନ ପ୍ରତି ବୁଦ୍ଧିଜୀବୀ ମାନେ ପ୍ରଥମେ କଣ ପ୍ରତିକ୍ରିୟା ରଖିଥିଲେ? ସଠିକ ଉତ୍ତର ଅପସନ ନମ୍ବର ବି, ବଙ୍ଗଳା ଜାତୀୟତା ପ୍ରତି ଆକ୍ରମଣ। ବଙ୍ଗଳା ମାନେ ଯୋଉ ତାଙ୍କର କଣ ଥିଲା, ନ୍ୟାସନାଲିଜିମ ଥିଲା, ତାଙ୍କୁ ଦି ଭାଗ କରିକି କଣ ଡିଭାଇଡେଡ ରୁଲ ପଲିସି ଫଲୋ କରିକି ସେମାନେ ଭାରତୀୟ ମାନଙ୍କୁ ଅଲଗା କରୁଥିଲେ। ତେଣୁ ସେଇଟା ପ୍ରଥମ ମାନେ ଆମର ଯୋଉ ବୁଦ୍ଧିଜୀବୀ ମାନେ ଥିଲେ ସେମାନେ ଭାବିଲେ। ତେଣୁ ବହୁତ ଗୁଡାକ କ୍ୱେଶ୍ଚନ ଆମେ ଡିସ୍କସନ କରିଥିଲୁ। ଯଦି ଆପଣଙ୍କୁ ଲାଗିଥିବ ଭିଡିଓଟି ଆପଣଙ୍କୁ ଭଲ ଲାଗିଲା ଆଉ ଇନଫର୍ମେଟିଭ ଲାଗିଲା, ତାହେଲେ ଭିଡିଓଟିକୁ ପ୍ଲିଜ ଗୋଟେ ଲାଇକ୍ କରିଦେବେ। ଆଉ ଯଦି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି ତାହେଲେ ସବସ୍କ୍ରାଇବ କରି ବେଲ ଯୋଉ ନୋଟିଫିକେସନଟା ଅଛି ଅଲ ରେ ସେଟ୍ କରିଦେବେ। ଅଲ ରେ ସେଟ୍ କରିବା ଦ୍ୱାରା ମୁଁ ଯେତେବେଳେ ଯାହା ଭିଡିଓ ଅପଲୋଡ କରୁଛି ଆପଣଙ୍କ ପାଖରେ ପ୍ରଥମେ ନୋଟିଫିକେସନ ଯାଇପାରେ, ଆପଣ ଦେଖିପାରିବେ। ଆଉ ଯଦି ୟାର ପ୍ରାକ୍ଟିସ କରିବା ପାଇଁ ଚାହୁଁଛନ୍ତି କ୍ୱେଶ୍ଚନ ଗୁଡିକ, ତାହେଲେ ମୁଁ ଡେସକ୍ରିପସନରେ ମୋ ଟେଲିଗ୍ରାମ ଲିଙ୍କଟି ଦେଇଦେବି, ସେଠି ଆପଣ ଯାଇ ଡାଉନଲୋଡ କରି ଦେଖିପାରିବେ। ତେଣୁ ଆଜି ପାଇଁ ରହୁଛି ଏଇଠି, ନୂଆ ଗୋଟେ ଭିଡିଓରେ ଆପଣଙ୍କୁ ଦେଖାହବ। ଧନ୍ୟବାଦ।